ଏକ ଲୋକ କହନ୍ତି ମୋହର ପ୍ରାର୍ଥନା ପ୍ରଭୁ ଶୁଣୁନାହାନ୍ତି। ପ୍ରଭୁ କହନ୍ତି ନୂତନ ନିୟମରେ କପଟି ପରି ନ ହୋଇ ଧାର୍ମିକ ପରି ପ୍ରାର୍ଥନା କରିବା ପାଇଁ। ମୋ ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆମେ ଯଦି ଦେଖିବା ଦୁଇ ଭାଇଙ୍କ ମଧ୍ୟରେ ପ୍ରଭୁ କଇନର ହୋମ ବଳିକୁ ଗ୍ରହଣ କରିନଥିଲେ, କିନ୍ତୁ ହେବଲର ହୋମ ବଳିକୁ ଗ୍ରହଣ କରିଥିଲେ। ଏଇଥିପାଇଁ କାରଣ ହେବଲର ହୃଦୟ ମଧ୍ୟରେ ନିର୍ମଳତା ରହିଥିଲା। ଆମ ଜୀବନରେ ଆମେ ଯଦି ନିର୍ମଳତାର ସହିତ ପ୍ରଭୁଙ୍କ ଉଦ୍ଦେଶ୍ୟରେ ପ୍ରାର୍ଥନା କରିବା, ଉତ୍ସର୍ଗ କରିବା, ତାହେଲେ ନିଶ୍ଚିତ ଭାବରେ ପ୍ରଭୁ ଆମମାନଙ୍କର ପ୍ରାର୍ଥନାକୁ ଗ୍ରହଣ କରିବେ ଆଉ ଉତ୍ତର ଦେବେ। ଯାହା ଲେଖାଯାଏ, ତୁମେ ମାଗ ସେଥିରେ ତୁମେ ପାଇବ। ଯାହା ଲେଖାଯାଏ, ତୁମେ ବିଶ୍ୱାସର ସହିତ ପ୍ରାର୍ଥନା କର, ସେଥିରେ ତୁମେ ଉତ୍ତର ପାଇବ। ଯାହା ପ୍ରକୃତରେ ଲେଖାଯାଏ, ମୋ ପ୍ରିୟ ଲୋକମାନେ, ଯଦି ତୁମେ ହୃଦୟ ଖୋଲି ଆମକୁ ସ୍ଥାନ ଦେଉଅଛ, ତାହେଲେ ଆମେ ତୁମକୁ ଭାବିବା ମାଗିବା ଠାରୁ ଅଧିକ ଦେବା ପରମେଶ୍ୱରଠୁ। Thank you. God bless you.